राधे राधे। आज आमे माने पढ़िबा श्रीमद् भागवत महापुराण रे चतुर्थ स्कंद प्रथम अध्याय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। प्रथम अध्याय। मैत्रेय उवाच एबे हो शुण एक चित्ते चतुर्थ स्कंदे भागवते पूर्वे जे पद्मजनी तनु जन्मिले सायम्बुव मनु ता नारी सतरूपा नाम पूजित सर्वगुण धाम तार उदरे बेनिसुत अपर तीनोटी दुहित आकृति देवहूति बेनी प्रसूति नामे कन्या तीनी आकृति रुचि की बरिला पुत्रिका अर्थे विभाहेला जे धर्म विधि वेद अंगे विचारी सतरूपा संगे से प्रजापति गृहे आणी स्वधर्मे आकृति घरणी से कन्या गर्भे ऋषि बीर्जे पुत्र दुहिता महातेजे जन्मिले अति सुलक्षण ताहांक नाम एबे शुण यज्ञ पुरुष तांक वंशे जन्म होइले विष्णु अंशे कन्या स्वरूपा सुलक्षणा ता नाम कल्पिला दक्षिणा सेबेनी कन्या पुत्र आणी सुगृहे मनुंक घरणी निज अपत्य प्रिय भावे पाळई मनु वंश लाभे एमंते गल दिन केते से मनु अलंकार जुते यज्ञ संपूर्णे कन्या देला निगत मते धर्म कला से यज्ञपति कन्या पाई गृहस्थ धर्म विधि बही दक्षिणा गर्भे मुनि बला द्वादश पुत्र जन्म कला तस प्रतस पुत्र बेनी संतोष भद्र शांति तीनी षष्ठरे पुत्र इडस्पति वेदे अधिक जारमती इंदुक विजे विभूषाहु सुदेव द्वादशे रचना इंदुक विजे विभूषण सुदेव द्वादशे रचना हे जे द्वादश भ्रातृगणे मनुर आज्ञा परमाणे ताहांकु तृष्ट देवगण होइले सृष्टिर कारण मरीचि आदि सप्तमुनि यज्ञ को इंद्र पदे घेनी उत्तान पाद प्रिय व्रत एबेनी मनु राजा सुत एहांक वंशे राजा जेते पुत्र पौत्र अप्रमिते
ଯେ କନ୍ୟା ଦେବହୃତି ନାମ, ତାହାକୁ ଲଭିଲା କର୍ଦ୍ଧମ। ତାହାର ନବ କନ୍ୟା ଗର୍ଭେ, ଯେ ଅବା ଉପୁଜିଲେ ପୂର୍ବେ। ସେ କଥା କହିବି ମୁଁ ତୋତେ, ତୁ ଯେବେ ପଚାରିଲୁ ମୋତେ। ପ୍ରସୂତି କନ୍ୟା ମନୁ ରାଜା, ଦେଇ ଦକ୍ଷକୁ କଲା ପୂଜା। ତାର ସନ୍ତତି ତିନି ଲୋକେ, ବିଖ୍ୟାତ ହୋଇଲେ ଅନେକେ। କହିବି ଏଥିର କାରଣ, ତୁ ଏବେ ସାବଧାନେ ଶୁଣ। ଶୁଣନ୍ତେ ନବ ମୁନି ବଂଶ, ହରଇ ଅଶେଷ କଳ୍ମୁଷ। କନ୍ଧର୍ମ ଋଷିଙ୍କର ବଳା, ଜ୍ୟେଷ୍ଠ ଦୁହିତା ତାରେ ଦେଲା। ମରିଚି ବୀର୍ଯ୍ୟେ ତା ଉଦରେ, ଜନ୍ମିଲେ ଏବେ ନିକୁମରେ। କଶ୍ୟପ ପୂର୍ଣ୍ଣିମା ଯେ ଦୁଇ, ଶୁଚି ସୁନ୍ଦର ବେନି ଭାଇ। ଏବେନି ଭାଇଙ୍କର ବଂଶ, ଜଗତେ ହୋଇଲେ ପ୍ରକାଶ। ବିରଜ ବିଶ୍ଵଗ ସେ ସୁତ, ଅପରେ ବିଶେଷ ବିଦିତ। ଦେବକୁଲ୍ୟା ଯେ କନ୍ୟା ତାର, ସଂସାରେ ହୋଇଲା ପ୍ରଚାର। ସେ ଅନୁସୂୟା ଅତ୍ରି ନାରୀ, ଅତି ସୁନ୍ଦରୀ ସୁକୁମାରୀ। ତାହାର ଗର୍ଭେ ତିନି ସୁତ, ହୋଇଲେ ଜଗତ ବିଦିତ। ଦତ୍ତ ଦୁର୍ବାସା ସମ ତିନି, ତିନି ଦେବଙ୍କ ରୂପ ଘେନି। ବିଦୁର ଉବାଚ, ଅତ୍ରିର ପତ୍ନୀ ଗର୍ଭଗତେ, ତ୍ରିଦେବ ଜନ୍ମିଲେ ଜଗତେ। ସେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରି, ସୃଷ୍ଟି ପାଳନ ଅନ୍ତକାରୀ। ଏକଥା ସଂଶୟ ତ ମତେ, ଭମୁନି କହ ଶୁଦ୍ଧ ଚିତ୍ତେ। କି ହେତୁ କି କର୍ମ ବିଚାରି, କିମ୍ପା ଜନ୍ମିଲେ ଦେହ ଧରି। ମୈତ୍ରେୟ ଉବାଚ, ଶୁଣ ବିଦୁର ତୋ ସମନେ, ଅତ୍ରି ଯେ ବ୍ରହ୍ମାର ନନ୍ଦନେ। ସ୍ୱଭାବେ ବ୍ରହ୍ମ ବିଦ୍ୟା କର, ବ୍ରହ୍ମା ବୋଇଲେ ତପ କର। ସେ ତପେ ଯେ ବାଧେବ ସେବି, ତାର ପ୍ରସନ୍ନେ ଫଳ ଲଭି। ଏମନ୍ତେ ପିତା ବାକ୍ୟ ମାନି, ଧର୍ମପତ୍ନୀ କି ସଙ୍ଗେ ଘେନି। ସେ ପତିବ୍ରତା ଅନସୂୟା, ତାକୁ ନ ଲାଗେ ବିଷ୍ଣୁ ମାୟା। ସେ ସାଧୁ ପତ୍ନୀ ସଙ୍ଗ ମେଳେ, ମିଳିଲେ ଗିରି କୂଳାଚଳେ। ସେ ଗିରି ଶିଖେ ନାନା ଫୁଲ, ସୁରଙ୍ଗ ସୁଗନ୍ଧ ମୂଲ୍ୟ। ଚନ୍ଦନ ଚମ୍ପକ ଅଶୋକ, ପାରିଜାତ ସେ କୁରୁବକ। ତ୍ରିସନ୍ଧ୍ୟା ନଦୀ କୂଳେ ରହେ, ସ୍ନାନେ ସକଳ ପାପ ଦହେ। ସେ ବନେ ପଶିବେନି ଜନେ, ତପ ସମାଧି ଯୋଗ ଧ୍ୟାନେ। ମନକୁ ଧରି ଆତ୍ମା ବଳେ, ପବନ ଇନ୍ଦ୍ରିୟ ନିଶ୍ଚଳେ। ଏକ ଚରଣେ ଉଭା ହୋଇ, ଉପର ମୁଖେ ଶୁଦ୍ଧେ ଧ୍ୟାଇ। ସତେ ବରଷ ଯୋଗ ଧ୍ୟାନେ,
ବଞ୍ଚିଲେ ପବନ ଭଜନେ ନିଶ୍ଚଳ ଯୋଗ ଧ୍ୟାନେ ଚିନ୍ତି ଚିତ୍ତେ ମନ୍ତ ବିଚାରନ୍ତି ଜଗତ ପ୍ରଭୁ ଯେ ଈଶ୍ୱର ସୃଷ୍ଟି ପାଳନ ଚକ୍ରଧର ଅନାଦି ପରମ କାରଣ ଦୁର୍ଲଭ ଯାହାର ଚରଣ ଆମ୍ଭର ସନ୍ତତି କାରଣ ଶରଣ ଗଲୁ ତା ଚରଣ ଏମନ୍ତ ଚିତ୍ତେ ବିଚାରନ୍ତି ହରି ହୁଁ ଅନ୍ୟ ନ ଜାଣନ୍ତି ସେ ହରି ଯେବେ ଦୟା କରେ ଜନ୍ମ ଲଭିବେ ମୋର ଘରେ ତେବେ ସେ ଜୀବନ ମୋହର ସେ ହରି ଶରଣ ସଦର ଏମନ୍ତ ନିତ୍ୟ ଚିତ୍ତେ ଚିନ୍ତି ସେବନେ ତପସ୍ୟା ସାଧନ୍ତି ଊର୍ଦ୍ଧ୍ୱବଦନେ ସେ ନିଶ୍ଚଳ ଏମନ୍ତେ ଗଲା ଦୀର୍ଘ କାଳ ପ୍ରାଣ ସଂଯମ ଶ୍ରମ ବଳେ ଶିରେ ଉପୁଜିଲା ନଳେ ତେଜେ ତାପିଲେ ତିନି ପୁର ଦେଖି କମ୍ପିଲେ ସୁର ନର ବିଶ୍ୱକମ୍ପିତ ତେଜ ଭୟେ ଦେଖି ଗୋବିନ୍ଦ କଲେ ଦୟେ ତକ୍ଷଣେ ପ୍ରଭୁ ନରହରି ତିନି ଦେବଙ୍କ ରୂପ ଧରି ବେଗେ ମିଳିଲେ ଶୂନ୍ୟ ପଥେ ଗନ୍ଧର୍ବ ବିଦ୍ୟାଧର ଯୁଥେ ସୁସ୍ୱରେ ଯେତେ ଗୀତ ଗାନ ଯେଣେ ତୃପତ ଆତ୍ମମନ ସେ ହରି ନିଜ ଗୁଣ ଗାଇ ତପ ପ୍ରଭାବ ହୃଦେ ବହି ଦୂରଗମନ ଅତି ଶ୍ରମେ ମିଳିଲେ ମୁନିଙ୍କ ଆଶ୍ରମେ ଦେବଙ୍କ ଆଗମନ ଦେଖି ସେ ମୁନି ଆସନ ଉପେକ୍ଷି ସମାଧି ତପ ଆଚରଣେ ଥିଲେ ସେ ଏକଇ ଚରଣେ ବେନି ଚରଣ ସ୍ଥିରେ ଥୋଇ କପଳେ ବେନି ହସ୍ତ ଦେଇ ହରସେ ଅଶ୍ରୁ ଜଳ ନେତ୍ରେ ପ୍ରଣାମ କଲେ ଦଣ୍ଡବତେ ଉଠି ଚାହଁଇ ଶୂନ୍ୟ ମାର୍ଗେ ତିନି ମୂରତି ଦେଖି ଆଗେ ବୃଷଭ ପକ୍ଷୀ ରାଜ ଜାନେ ପରମହଂସଙ୍କ ବିମାନେ ତିନି ଦେବଙ୍କ ଚିହ୍ନ ଦେଖି ନିର୍ମଳ କଲା ବେନି ଆଖି ଦେଖଇ ବ୍ରହ୍ମା ବିଷ୍ଣୁ ହର ନିଜ ଆୟୁଧେ ମନୋହର ପ୍ରସନ୍ନ ଦିଶେ ମୁଖ କାନ୍ତି ଈଷତ ହାସେ ଶୋଭା ପାନ୍ତି ଏମନ୍ତେ ଦେଖି ତିନି ମୁଖ ମୁନି ଛାଡ଼ିଲେ ମନ ଦୁଃଖ କଣ୍ଠ କଣ୍ଠିତ ଗଦ ଗଦେ ପ୍ରଣାମ କଲେ ତିନି ପାଦେ କର ଯୁଗଳ ଶିରେ ଦେଇ ବୋଲଇ ତାଙ୍କ ମୁଖ ଚାହିଁ ସ୍ଥିତି ଉଦ୍ଭବ ଲୟ କାର୍ଯ୍ୟେ ତୁମ୍ଭର ଶରୀର ବିରାଜେ ଭକ୍ତଜନଙ୍କ ପ୍ରିୟ ଭାବେ ଶରୀର ବହୁ ଅନୁରାଗେ ଉଠି ଚାହିଁଲା ଶୂନ୍ୟ ମାର୍ଗେ ଶ୍ଵେତ ଅସିତ ପିତ ରାଗେ ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର
ମୁଁ ତୁମ୍ଭ ଚରଣେ କିଙ୍କର, ତୁମ୍ଭର ରୂପ ଏ ସଂସାରେ, ପ୍ରକାଶେ ଜନ ଉପକାରେ। ଏମନ୍ତେ ଅତ୍ରି ବାକ୍ୟ ଶୁଣି, ବିଷ୍ଣୁ ଶଙ୍କର କୁଶ ପାଣି। ଦେବା ଉଚୁହୁ କହନ୍ତି ଅତ୍ରି ମୁଖ ଚାହିଁ, ଭମୁନି ଭାଗ୍ୟବନ୍ତ ତୁହି। ତୋହର ପ୍ରାୟ ତପ ଘୋରେ, ତପସ୍ୱୀ ନାହିଁ ଏ ସଂସାରେ। ପତ୍ନୀ ସହିତେ ଦୁଃଖ ସହି, ତପ ଯେ କଲୁ ବନେ ରହି। ଚିତ୍ତେ ତୁ କଳ୍ପି ଅଛୁ ଯାହା, ତେଣୁ ଆମ୍ଭର ତତେ ଦୟା। ମନେ ତୁ ସଂଶୟ ନ କର, ହୋଇବୁ ତୁମ୍ଭର କୁମର। ତୋହର ଯଶ ଏ ଜଗତେ, ନିଶ୍ଚଳେ ରହିବ ଯେ ମନ୍ତେ। କରିବୁ ସତ୍ୟ ଏ ବଚନ, ଏମନ୍ତ କହି ଅନ୍ତର୍ଧ୍ୟାନ। ମୈତ୍ରେୟ ଉବାଚ ନିଜ ଭୁବନେ ଗଲେ ବେଗେ, ସେ ଅତ୍ରି ପତ୍ନୀ ଗର୍ଭଭାଗେ। ଋତୁ ସଙ୍ଗମ ପତ୍ନୀ ସଙ୍ଗେ, ଜନ୍ମ ହୋଇଲେ ତିନି ଦେବେ। ନୟନ ମଧୁ ସମଜାତ, ଉଦରୁ ରୁଦ୍ରର ସମ୍ଭୂତ। ଦୁର୍ବାସା ଧୂର୍ଜିଟିର ଅଂଶେ, ଜନ୍ମ ହୋଇଲେ ପୃଷ୍ଠ ଦେଶେ। ତପ ପ୍ରଭାବର ଏ ଗୁଣ, ଏବେ ଅଙ୍ଗିରା ବଂଶ ଶୁଣ। ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ, ତାର ସଂଯୋଗେ ପ୍ରଜାପତି। ଚାରି ଦୁହିତା ଜନ୍ମ କଲା, ସୁନ୍ଦର ରୂପ ଗୁଣଶୀଳା। ତୁଳନା ନାହିଁ ଅନୁପମ, ଶୁଣ ହେ ତାହାଙ୍କର ନାମ। ପ୍ରଥମ କନ୍ୟା ସିନିବାଲି, ଅପରେ କହୁ ରାକାବାଳୀ। ଚତୁର୍ଥ ନାମ ଅନୁମତି, ଏମନ୍ତେ କନ୍ୟାଙ୍କର ଖ୍ୟାତି। ଅପରେ ବେନି ସୁତ ଜାତ, ଔତଥ୍ୟ ବୃହସ୍ପତି ସୁତ। ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ, ପୌଲସ୍ଥି ସୃଷ୍ଟି ଏବେ ଶୁଣ। ଅଗସ୍ତି ହବି ନାମ ବେନି, ଜନ୍ମିଲେ ବ୍ରହ୍ମ ତେଜ ଘେନି। ଏ ଯେ ସୁରୁଚି ମନ୍ୱନ୍ତରେ, ବିଖ୍ୟାତ ଖ୍ୟାତି ତିନି ପୁରେ। ସେ ପୁଣି ଅନ୍ୟ ଜନେ ଖ୍ୟାତ, ବ୍ରତଳୀ ବିଶ୍ରବା ସମ୍ଭୂତ। ବ୍ରତଳୀ ପତ୍ନୀ ଇଡ଼ବଳା, ଦୁର୍ଜୟ ପୁତ୍ର ପ୍ରସବିଲା। କୁରୂପ ଦେଖି ତା ଶରୀର, ତା ନାମ କଳ୍ପିଲା କୁବେର। ପୁଣି ବିଶ୍ରବା ରୂପ ଘେନି, ଅସୁରୀ ଗର୍ଭେ ପୁତ୍ର ତିନି। ରାବଣ କୁମ୍ଭକର୍ଣ୍ଣ ନାମ, ତେଜେ ତ୍ରୈଲୋକ୍ୟ ନାହିଁ ସମ। ପୁଣି ଜନ୍ମିଲେ ବିଭୀଷଣ, ବିଷ୍ଣୁର ଭକ୍ତ ମହାଜନ। ପୌଲସ୍ଥି ପୁତ୍ର ଭାନୁ ଗର୍ଭେ, ତିନି ବାଳକ ସୃଷ୍ଟି ଲଭେ। କେପାରେ ତାଙ୍କ ଗୁଣ ଚିନ୍ତି, ଅନଳ ପ୍ରାୟେ ତେଜ କାନ୍ତି। ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠ, ଦ୍ୱିତୀୟ ବରୀୟସ ଶ୍ରେଷ୍ଠ। କନିଷ୍ଠ ସହିଷ୍ଣୁପ୍ରକାଶ, ଏବେ ତୁ ଶୁଣ କର୍ତ୍ତୃବଂଶ।
क्रतुर पत्नी नाम क्रिया ता पुत्र शुण पुण्य देहा 60,000 बालख्यल्या ता गर्भे पुत्र उपुजिला केपारे तांक गुण चिंती अनल प्राय रूप कांति शुण कहिबा वंश एबे वशिष्ठ अरुंधति गर्भे निर्मल गुण सप्तऋषि भानु उदये ताहा घोषी शुण विदुर मन सुखे कहिबा चित्र केतु मुखे ज्येष्ठ चित्र केतु सुरचि विराज मित्र बेनी सूचि उल्लण बस भृत्य जात द्युमान शक्तिंक संभूत चितिर वंश एबे कही शुण विदुर मन देई अपूर्व पत्नी जे स्वभावे पुत्रे जन्मिला तार गर्भे दधिछि नामे महावीर स्वभावे दिशे अशशिर के कहि पारे तांक गुण एबे तु भृगु वंश शुण भृगुर पत्नी ख्याति गर्भे तिनि अपत्य सृष्टि लभे धाता विधाता बेनी सुत कन्याए कमला संभूत धाता विधाता बेनी कोळे सुंदर रूप बाल काळे सुमेरु पर्वत दुहिता आयति नियति संभूता एबेनी कन्या बेनी भाई विवाह कले बेनी कुही सेबेनी कन्या गर्भगते जन्म लभिले बेनी सुते मुकुंड प्राण तांक नाम सुंदरे सम नुहे काम मार्कंडेय मृकुंड हेला संसारे ख्याति से लभिला से प्राणुदेव शिरा हुए मुनिंक मध्ये महाशये उषना मुनि जार सुत कविंक मध्ये महाव्रत ए सर्व मुनि महाजन स्वभावे त्रैलोक्य भावन एमंत कंधर्म संतति कहिली मुनि वंश ख्याति एजस शुणन्ते संसारे ज्ञान अज्ञान पाप हरे एसायम्बुव मनुसुता प्रसूति नामे पतिव्रता ताहार प्रिय शुद्धमती जानाम दक्ष प्रजापति ता बीर्ज प्रसूतिर गर्भे 16 कन्या से प्रसवे जन्मिले नाम सुलोचनी रूपे त्रिभुवन मोहिनी धर्मकुत्रय 10 नारी देला से अलंकार भरी अग्नि को एक कन्या देला पितृपुरुषे एक बड़ा अपरे नारी सती कन्या सुगुणा पतिव्रता धन्या अनेक मते तार गुण शिवंकु कला से प्रदान श्रद्धा मैत्री दया शांति तुष्टि पृष्टि क्रिया उन्नति
ତିତିକ୍ଷା ମୂର୍ତ୍ତି ବୁଦ୍ଧି ମେଧା ଲଜ୍ଜା ସହିତେ ପରସିଦ୍ଧା। ଏମନ୍ତେ ଧର୍ମ ଏତେ ନାରୀ ଦକ୍ଷର ଭାବେ ବିଭା କରି। ଶ୍ରଦ୍ଧା ସତ୍ୟକୁ ପ୍ରସବିଲା ମୈତ୍ରୀ ପ୍ରସାଦେ ଉପୁଜିଲା। ଅଭୟ ହେଲା ଦୟାଠାରୁ ଶ୍ରମ ଯେ ଜନ୍ମିଲା ଶାନ୍ତିରୁ। ହର୍ଷରୁ ତୃଷ୍ଟି ପ୍ରସବିଲା ପୃଷ୍ଟିରୁ ଗର୍ଭ ଯେ ହୋଇଲା। ଯୋଗ ହୋଇଲା କ୍ରିୟାଠାରୁ ଦର୍ପକ ଉନ୍ନତି ଗର୍ଭରୁ। ଅର୍ଥରୁ ବୁଦ୍ଧି ଉପୁଜିଲା ଶ୍ରୁତି ଯେ ମେଧାରୁ ଜନ୍ମିଲା। ତିତିକ୍ଷା ପ୍ରସବିଲା କ୍ଷେମ ବିନୟ ଲଜ୍ଜାରୁ ଜାଣିମ। କ୍ଷେମ ପ୍ରସୃତି କ୍ରିୟା ତହୁଁ ମୂର୍ତ୍ତିର ସୂତ ଏବେ କହୁଁ। ଯଦି ଯହିଁ ଆଶ୍ରିତ ସର୍ବଗୁଣ ସେବେନି ନର ନାରାୟଣ। ଏବେନି ପୁତ୍ର ଜନ୍ମ ଦିନେ ଆନନ୍ଦ ଏ ତିନି ଭୁବନେ। ଦିଶେ ଗଗନ ଗିରି ନଦୀ ଆନନ୍ଦେ ଉଲ୍ଲଳ ଜଳଧି। ଗଗନପୁରେ ତୁରୀ ଘୋଷେ ନିର୍ମେଘେ କୁସୁମ ବରଷେ। ସକଳ ମୁନି ସ୍ତୁତି କରି ରଙ୍ଗେ ନାଚନ୍ତି ଅପସରି। ଗନ୍ଧର୍ବ କିନ୍ନର ଆନନ୍ଦେ ଗାବନ୍ତି ବିଦ୍ୟାଧର ବୃନ୍ଦେ। ସକଳ ଗୃହେ ଅନୁକୂଳ ଉଛୁଳେ ପରମ ମଙ୍ଗଳ। ହରଷେ ହର ପଦ୍ମଜନି ସଙ୍ଗେ ଦେବତା ବୃନ୍ଦ ଘେନି। ମିଳିଲେ ଧର୍ମର ଭୁବନେ ଆନନ୍ଦ ମନେ ସର୍ବଜନେ। ଯେ ନିଜେ ମାୟା ଗୁଣେ ହରି ବିଶ୍ୱ ସଂସାରେ ରୂପ ଧରି। ବିଶ୍ୱ ପାଳନ କ୍ଷମ ଅର୍ଥେ ଭାରତ ଭୂମି ମଧ୍ୟଗତେ। ତପ ଆଚରି ଜନହିତେ ସେ ହରି ଚରଣେ ନମସ୍ତେ। ଯେ ହରି ସୃଷ୍ଟି ଲୟ ଅର୍ଥେ ଆମ୍ଭଙ୍କୁ ସର୍ଜିଲା ଜଗତେ। ସର୍ବଲକ୍ଷଣ ଅର୍ଥେ ହରି ଆତ୍ମାକୁ ବେନି ରୂପ କରି। ପରିପାଳନ ତପ ବଳେ ଆସନେ ଧରଣୀ ମଣ୍ଡଳେ। ଶ୍ରୀନିକେତନ ତିନି ନେତ୍ର କ୍ଷଣେ କିଞ୍ଚିତ ସେ ପବିତ୍ର। ସଂସାରାର୍ଣ୍ଣବ ସୁକ୍ଷେତରେ ଯେ ପ୍ରାଣୀ ତୋତେ ଆଶ୍ରା କରେ। ଏମନ୍ତ ସୁର ଗଣେ ଗାଇ ସ୍ତୁତି କରନ୍ତି ମୁଖ ଚାହିଁ। ଜଗତ ହିତେ ତପ ଅର୍ଥେ ସେ ଗନ୍ଧମାର୍ଦ୍ଦନ ପର୍ବତେ। ମିଳିଲେ ଶୁଭ ଲଗ୍ନ ବେଳେ ଭାରତ ଭୂମି ସୁମଙ୍ଗଳେ। ସେବେନି ରୂପ ବିଷ୍ଣୁ ବଂଶେ ଭୂମିର ଭାରା ନିବାରଣେ। ସେବେନି ରୂପେ ବିଷ୍ଣୁ ଅଂଶେ ଜନ୍ମ ହୋଇଲେ ଧର୍ମ ବଂଶେ। ଭୂମିର ଭାରା ନିବାରଣେ ଜଗତ ପରମ କାରଣେ। ସମ୍ଭବେ ଯଦୁ କୁରୁ ବଂଶେ କୃଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ। ଅଗ୍ନିରେ ସ୍ୱାହା ସ୍ୱଧା ନାରୀ ତିନି ଅପତ୍ୟ ଜନ୍ମ କରି। ପାବକ ପବମାନ ସୂଚି
ହୁତ ଭୋଜନ ଜଳ ରୁଚି। ଏ ତିନି ବୀର୍ଯ୍ୟେ ଅଗ୍ନିଗଣେ ଜନ୍ମିଲେ ସଂସାର ଧାରଣେ। ଊନପଚାଶ ରୂପ ହୋଇ ତେଜେ ଗଞ୍ଜନ୍ତି ସ୍ୱର୍ଗମହୀ। ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ ମିଳନ୍ତି ବୈତାଳିକ ରଙ୍ଗେ। ଯେ ବ୍ରହ୍ମାବାଦୀ ବିପ୍ରଗଣେ ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ। ଅଗ୍ନିକୁ କରନ୍ତି ବରଣ ତାହାଙ୍କ ନାମ ଏବେ ଶୁଣ। ଅଗ୍ନି ସୁଧା ଯେ ବହିର୍ଷଦ ସମପାଆଳ୍ୟ ପଶୁବେଦ। ଅଗ୍ନିର ପତ୍ନୀ ସ୍ୱାହା ନାମ ସ୍ୱରୂପ ଗୁଣେ ଅନୁପମ। ତାର ଉଦରେ କନ୍ୟା ବେନି ଜନ୍ମିଲେ ପିତୃ ରୂପ ଘେନି। ଅଷ୍ଟବସୁଙ୍କ ନାମ ଭଣି ଯା ନାମ ବିଷ୍ଣୁ ତା ଧରଣୀ। ଏବେନି କନ୍ୟା ଯୋଗ ଜ୍ଞାନୀ ବଞ୍ଚନ୍ତି ଭୁବନ ପାବନୀ। ଏମନ୍ତ ଦକ୍ଷ ପ୍ରଜାପତି ତାର କୁମାରୀ ନାମ ସତୀ। ଈଶ୍ୱର ପତ୍ନୀ ସେ ସ୍ୱଭାବେ ତାର ଚରିତ ଶୁଣ ଏବେ। ଆତ୍ମା ସଦୃଶ ପୁତ୍ର ଗର୍ଭେ ସେ ସତୀ କେବେ ହେନ ଲଭେ। ପିତାର ଯଜ୍ଞଶାଳେ ଯାଇ ସ୍ୱାମୀର ଛଳେ କ୍ରୋଧ ବହି। ଦେବଙ୍କ ମଧ୍ୟେ ଯଜ୍ଞଶାଳେ ଜୀବନ ଛାଡ଼ିଲା ଅନଳେ। ଚତୁର୍ଥ ସ୍କନ୍ଧେ ଭାଗବତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ମୈତ୍ରେୟ ବିଦୁର ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ବିଦୁର ଉବାଚ ଯେ ଶିବ ସାଧୁଙ୍କର ଶ୍ରେଷ୍ଠ ତା ସଙ୍ଗେ ଦକ୍ଷ କଲା ହଟ। ଦୁହିତା ବତ୍ସଳ ସ୍ୱଭାବେ ସତୀକୁ ଦେଇଅଛି ଭବେ। କିମ୍ପା ଅନୀତି ବିଚାରିଲା ସତୀକୁ ଅନାଦର କଲା। ସଚରାଚର ଗୁରୁହର ସେ ଆତ୍ମା ରାମ ଜଗେଶ୍ୱର। ଶାନ୍ତି ନିଗ୍ରହ ନିର୍ବିକାର ଅଦ୍ଭୁତ ମହିମା ଯାହାର। ସମସୁହୃଦ ଶୁଦ୍ଧ ଚିତ୍ତ ଜଗତ ବନ୍ଧୁ ବିଶ୍ୱନାଥ। ତାଙ୍କୁ ଅବଜ୍ଞା କିମ୍ପା କଲା କେବା ତାହାକୁ ଶିକ୍ଷା ଦେଲା। ଜାମାତା ଶ୍ୱଶୁର ସମ୍ବନ୍ଧେ କେବା ସାଧିଲା ବୁଦ୍ଧି ଭେଦେ। ଶିବଙ୍କୁ ଅନାଦର କଲା ସେ ଭାବେ ସତୀ ପ୍ରାଣ ଦେଲା। ଏ ବାଣୀ ଶୁଣି ମୋର ମନ ଚଞ୍ଚଳ ଭାବେ ହୁଏ ଛନ୍ନ। ଭମୁନି କରିବାରେ ସ୍ନେହ କହିବା ନରହୁ ସନ୍ଦେହ। ମୈତ୍ରେୟ ଉବାଚ ଶୁଣ ବିଦୁର ଶାସ୍ତ୍ର ଯୋଗେ ସୃଷ୍ଟିର ପୂର୍ବେ ଦକ୍ଷ ଯଜ୍ଞେ। ଯଜ୍ଞ ଆରମ୍ଭ ଆଚରଣେ ମିଳିଲେ ସର୍ବ ଦେବଗଣେ। ଅଶେଷ ମୁନିଙ୍କର ମେଳେ ମିଳିଲେ ଦଶ ଦିଗପାଳେ। ଯକ୍ଷ କିନ୍ନର ନାଗକୁଳ ମିଳିଲେ ତୃତୀୟ ଅନଳ।
ପିତୃଦେବତା ଗଣ ଆଦି ଯେତେ ମହାଯଜ୍ଞ ସମ୍ପାଦି ଏମନ୍ତ ସୁର ଗଣ ଯେତେ ମିଳିଲେ ବ୍ରହ୍ମାର ଅଗ୍ରତେ ସୁର କିନ୍ନର ସର୍ବମୁନି ଦକ୍ଷକୁ ସର୍ବେ ସଙ୍ଗେ ଘେନି ସେ ଦକ୍ଷ ନିଜ ବ୍ରହ୍ମ ତେଜେ ସୁନ୍ଦରେ ତ୍ରିଭୁବନ ଗଞ୍ଜେ ଆଦିତ୍ୟ ପ୍ରାୟ ଦେହ କାନ୍ତି ମଣି କଙ୍କଣ ଝଟକନ୍ତି ବ୍ରହ୍ମାର ସଭା ମଧ୍ୟ ଗତେ ଥିଲେ ଯେ ତିମିର ଆୟତେ ଦକ୍ଷର ତେଜେ ତମ ଗଲା ସେ ସଭା ନିର୍ମଳ ଦିଶିଲା ଦେବଙ୍କ ମଧ୍ୟେ ଦକ୍ଷ ଦେଖି ଉଠିଲେ ଆସନ ଉପେକ୍ଷୀ ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେ ଦକ୍ଷକୁ ଦେଖି ନ ଉଠିଲେ ସେ ସଭା ମଧ୍ୟେ ମୁନି ଯେତେ ଆନନ୍ଦେ ଭଜି ଶୁଦ୍ଧ ଚିତେ ରୋମାଞ୍ଚ ଅଶ୍ରୁ ଜଳେ ନେତ୍ରେ ଅଞ୍ଜଳି କରି କରପତ୍ରେ ଦକ୍ଷକୁ ସାଧୁ ସାଧୁ ବାଣୀ ଭାବେ କରନ୍ତି ପୁଣି ପୁଣି ସେ ଦକ୍ଷ ସଭା ମଧ୍ୟେ ଗଲା ବ୍ରହ୍ମା ଚରଣେ ପ୍ରଣମିଲା ସେ ବ୍ରହ୍ମା କୃତ କୃତ୍ୟ ହୋଇ ଦକ୍ଷକୁ ଆଲିଙ୍ଗନ ଦେଇ ନେଇ ସମୀପେ ବସାଇଲେ ଅନେକ ପୁରସ୍କାର ଦେଲେ ରୁଦ୍ର ଯେ ସଭା ମଧ୍ୟେ ଥିଲେ ଦକ୍ଷକୁ ଦେଖି ନ ଉଠିଲେ ଦେଖିଣ ରୁଦ୍ର ଅପମାନ ଦକ୍ଷର ଚିତ୍ତେ ମହାତମ ସେ ଦକ୍ଷ ସଭାରେ ଶ୍ୱଶୁର ତାକୁ ନ ଗଣିଲେ ଈଶ୍ୱର ଅବଜ୍ଞା ଦୋଷେ ସେ ପ୍ରଚଣ୍ଡ ଯେହ୍ନେ ଉଦିତ ମାରତଣ୍ଡ କର ପ୍ରସାରୀ ସଭା ମଧ୍ୟେ କପେ କହଇ ଶାସ୍ତ୍ରବାଦେ ଶୁଣ ହେ ବ୍ରହ୍ମ ଋଷିଗଣ ଆଗମ ନିଗମ ପ୍ରମାଣ ତୁମ୍ଭେ ଯେ ସଭା ମଧ୍ୟେ ଅଛ ଏବେ ତ ଦେଖିଲ ପ୍ରତ୍ୟକ୍ଷ ଶାସ୍ତ୍ର ତୁମ୍ଭର ବାକ୍ୟ ଯେତେ ଯେ ସଦାଚାର ଏ ଜଗତେ କେ ଲଙ୍ଘି ପାରେ ତାହା ବଳେ ଏ ତିନି ଭୁବନ ମଣ୍ଡଳେ ଦେଖ ଏ ତୁମ୍ଭର ବଚନ ଲଙ୍ଘିଲା ବିକଟ ଲୋଚନ ରୁଦ୍ର ବୋଲାଇ ଗର୍ବ କଲା ଏ ମତେ ଦେଖି ନ ଉଠିଲା ଦେଖ ଏ ଲୋକ ପାଳ ମଧ୍ୟେ ନିର୍ଭୟ ନିରାତପବାଦେ ଯେ ସାଧୁ ସନ୍ଥ ଆଚରଣ କି ଭାବେ କଲା ଏ ଦୂଷଣ ମୋହର ଶିଷ୍ୟ ଏ ବୋଲଇ ଯେଣୁ ଦୁହିତା ଦେଲି ମୁହିଁ ଅଗ୍ନି ଦେବତା ବିପ୍ରସ୍ଥାନ ଦୁହିତା କରିଛି ପ୍ରଦାନ ଏଣୁ ମୁଁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟେ ଗୁରୁବର ଆଧି ଉପାଧି ଅତିବାଦୀ ଧର୍ମେ ନମିବ ମୋର ପାଦେ ମାନ୍ୟ ନ କରି ମୋ ଚରଣେ ଅବଜ୍ଞା କଲା ଦୃଷ୍ଟପଣେ ମର୍ଯ୍ୟାଦା ଭେଦ ଅଭିମାନୀ ବର୍ତ୍ତଇ ଶୂଦ୍ର ଦେହ ଘେନି ଏହା ମୁଁ ନ ଜାଣିଲି ଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ
ଦୁହିତା ଦାନ ଦେଲି ମୁହିଁ ଶୂଦ୍ରକୁ ଯେହ୍ନେ ବେଦ କହି ଅପାତ୍ରେ ଦେଲା ଫଳ ଯେତେ ଏବେ ବୋଧିଲି ଯଥା ଅର୍ଥେ ଶ୍ମଶାନବାସୀ ଏ ଯୁକତେ ବର୍ତ୍ତଇ ଭୂତ ପ୍ରେତ ସାଥେ ଉନ୍ନତ ପ୍ରାୟ ନଗ୍ନ ହୋଇ ଶ୍ମଶାନେ ନିରତେ ଭ୍ରମଇ ଜଟା ସହିତେ ମୁକ୍ତ କେଶେ ଶ୍ମଶାନେ ଭ୍ରମେ ଧୂମ ବେଶେ ଉନ୍ନତ ଭଳ ହାସ୍ୟ ମୁଖେ ନିତ୍ୟ ବଞ୍ଚଇ ଦୁଃଖ ସକେ ପତ୍ନୀର ଉପଦେଶ ଫଳେ ନିତ୍ୟ ଭ୍ରମନ୍ତି ଅନ୍ତରାଳେ ଅଶିବ ଗଣ ନିତ୍ୟ ସାଧ ଏଣୁ ଆସିବ ଶିବବାଦ ପ୍ରମତ୍ତ ମତ ଜନ ପ୍ରାୟେ ଏଣୁ ଅଶୁଚି ଦେହ ବହେ ପ୍ରଥମ ଭୂତ ଗଣପତି ନିତ୍ୟ ତାମସ ବହେ ମତି ଏଣୁ ତପସୀ ଜନପ୍ରିୟ ନିତ୍ୟ ନିନ୍ଦିତ ଏହା ଦେହ ନପୁଂସ ଅଟେ ଏ ଦୁର୍ମତି ଦୁହୃଦ ପ୍ରାହେ ଦେହମତି ସୁମୃସମତ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଏହାକୁ ସତୀ କନ୍ୟା ବୋଲି ଦେଲି ଦୃଷ୍ଟେ ଅନୀତି ଆଚରିଲି ମୈତ୍ରେୟ ଉବାଚ ଏମନ୍ତେ କୁସିତ ବଚନେ ସେ ପ୍ରଜାପତି କୋପମନେ ଦୁହୃଦ ପ୍ରାୟ ଆଚରିଲେ ଗିରିଶେ ବହୁ ନିନ୍ଦା କଲେ ତକ୍ଷଣେ ଉଠି କୋପାନଳେ ସହସ୍ତେ ଦତ୍ତ ଘେନି ଜଳେ ଭୃଗୁର ବଚନ ସಮೇତେ ହରଙ୍କୁ ଶାପ ଦେବା ଅର୍ଥେ ଦକ୍ଷ ଉବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ଅଶେଷ ଦେବଙ୍କ ସಮೇତେ ଅଶେଷ ଦେବ ଯଜ୍ଞ ଭାଗ କେବେ ହେଁ ହର ନ ଲଭିବ ଏକଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ଏ ଦେବଗଣଙ୍କ ଅଧମ ଆତ୍ମାକୁ ମଣେ ସର୍ବସମ ଦକ୍ଷକୁ ଚାହିଁ ଦେବଲୋକେ ନିଷେଧ କଲେ ଏକେ ଏକେ ସେ ଦକ୍ଷ କୋପେ ଅଭିମାନୀ ଶାପ ଯେ ଦେଲା ଦୋଷ ଘେନି ଅତ୍ୟନ୍ତ କୋପେ ଶାପ ଦେଲା ଋଷିଙ୍କ ବଚନ ନ କଲା ଶିବଙ୍କୁ କୋପେ ଶାପ ଦେଇ ଅତ୍ୟନ୍ତ କ୍ରୋଧ ମନେ ବହି ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଜାନ୍ତେ ନିଜପୁର ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷର ଶାପ ସେ ଶୁଣିଲା ରୋଷେ ସେ କୃତାନ୍ତ ନୟନ ଦକ୍ଷର ଶାପେ କୋପ ମନ ଦକ୍ଷକୁ ପ୍ରତି ଶାପ ଦେଇ କହଇ ସଭା ମୁଖ ଚାହିଁ ଦକ୍ଷର ଯେତେ ମତେ ଥିବେ ଏ ଶାପ ଭଲେଲେ ସେ ଲଭିବେ ଦକ୍ଷକୁ ଯେବେ ଆରାଧିବେ ବିଷ୍ଣୁର ଦ୍ରୋହ ସେ ଲଭିବେ ଏକୁଟ ଗୃହ ଧର୍ମ ମଧ୍ୟେ ବିଷୟ ଭୋଗ ଇଚ୍ଛା ସଧେ ବିସ୍ତାରୀ ଯଜ୍ଞ କର୍ମ କାଣ୍ଡେ ଯେ ଏହା ବଖାଣିବ ତୁଣ୍ଡେ ପଶୁଙ୍କ ପ୍ରାୟ କରି ଆସ ଯେ ବା କରନ୍ତି ଅନ୍ନଗ୍ରାସ
अविद्या मार्गे विद्या कल्पी लाभ अलाभे चित्त स्थापी पशु हिंसने दृढ़ चित्त अज्ञान बळे मोहित अशेष यज्ञ कर्म करी ए रुद्र भावन आदरी जय विप्रव्रत धर्म केतु अशेष कर्म फल हेतु चित्त इंद्रिय देह भ्रमी चातक प्राय श्रमे भ्रमी भ्रमई यह परलोके अरुद्र मार्गे अतिरेके एमंत साप देवा काले से नंदीश्वर कपानले भृंगु से सभा मध्य थिले नंदीर वचन शुणिले दक्षर मते पक्ष धरी रुद्र विषय कोप करी जे शिव व्रत ए जगते करिब शिवर आयते से ब्रह्म दंड दुरतिय स्वभावे भृंगु महाशय मोहर शास्त्र नादरी पाषाण्ड हन्तु तम धरी तक्षणे जल हस्ते घेनी सभा समूहे उच्चे बाणी कहई हस्ते जल धरी हृदय कपानल भरी असुरी पुत्र नष्ट बुद्धि पाषाण्ड गणेशे प्रसिद्धि भूषण जटा भस्म अस्ति शिव पूजन्ति दृढ़मति वहन्ति शिव दीक्षा हृदय जय बा देवासुर मध्ये ब्रह्मा ब्राह्मण निंदा करी निरते शिव दीक्षा धरी शिवर पथ सनातन जय बा आचरी भजन अन्ते पाषाण्ड गति हेउ विष्णु निंदन ज्ञान बहु एमन्ते भृगु वाक्य शुणी सभार मध्य शूल पाणी विमन होई बेगे उठी अनल प्राय कोप दृष्टि शिवगणଙ୍କୁ घेनि संगे मिलिले निज स्थान मार्गे शिवगमने मुनि गणे आगम निगम प्रमाणे सहस्र मुनि मोक्ष गणे जय यज्ञ विधान प्रमाणे विष्णुर पूजा विधि सारी यज्ञावभृते स्नान करी जाह्नवी जले करी स्नान विप्रे गमिले जे झास्तान से ब्रह्म यज्ञे नमस्तुते भाषा प्रबंधे भागवते चतुर्थ स्कंदे से उदित हरि भक्त जनहित विष्णु चरित सुधारस कहई जगन्नाथ दास इति श्रीमद्भागवत महापुराणे पारमहंस्यां संहितायां 82 चतुर्थ स्कंदे हर प्रजापति संवादे नाम 2 अध्याय।